ଭାରତର ପୂର୍ବ ଉପକୂଳରେ ଅବସ୍ଥିତ ଓଡ଼ିଶା ସାମରିକ ଓ ଅର୍ଥନୈତିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାର ଉପକୂଳବର୍ତ୍ତୀ ଅଞ୍ଚଳ, ଶିଳ୍ପାଞ୍ଚଳ ଏବଂ ପ୍ରତିରକ୍ଷା ସଂସ୍ଥାନଗୁଡ଼ିକ ଯୁଦ୍ଧ ପରିସ୍ଥିତିରେ ଶତ୍ରୁମାନଙ୍କର ଟାର୍ଗେଟ ହୋଇପାରେ। ଭାରତ ପାକିସ୍ତାନ ବିବାଦ ଆଗକୁ ବଢ଼ି ଯଦି ପୂର୍ଣ୍ଣ ଯୁଦ୍ଧରେ ପରିଣତ ହୁଏ ତେବେ ପାକିସ୍ତାନ ପକ୍ଷରୁ ଓଡ଼ିଶାର ଏହି ଅଞ୍ଚଳକୁ ଟାର୍ଗେଟ କରିବାର ଆଶଙ୍କା ବୃଦ୍ଧି ପାଇବାରେ ଲାଗିଛି। ଏମିତିରେ ପାକିସ୍ତାନୀ ଟାର୍ଗେଟ ଭିତରେ ଓଡ଼ିଶା ମଧ୍ୟ ରହିବ। ଆସନ୍ତୁ ଜାଣିବା, ଯଦି ପୂର୍ଣ୍ଣ ଯୁଦ୍ଧ ହୁଏ ତେବେ ପାକିସ୍ତାନୀ ସେନା ଟାର୍ଗେଟରେ ଓଡ଼ିଶାର କେଉଁ ସବୁ ଅଞ୍ଚଳ ରହିବ। କାରଣ ସାମରିକ ଦୃଷ୍ଟିକୋଣରୁ ଓଡ଼ିଶା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ସହ ଜାଣିବା ଯେ ଓଡ଼ିଶାକୁ ଟାର୍ଗେଟ କରିବା ପାଇଁ ପାକିସ୍ତାନ କେଉଁ ସବୁ କ୍ଷେପଣାସ୍ତ୍ର ବ୍ୟବହାର କରିପାରେ, ସେଗୁଡ଼ିକର ବିଶେଷତା କ'ଣ ଏବଂ ଏହାକୁ ପ୍ରତିହତ କରିବା ପାଇଁ ଭାରତୀୟ ସେନାର ପ୍ରସ୍ତୁତି କ'ଣ। ଓଡ଼ିଶାର କେତେକ ଅଞ୍ଚଳ ସାମରିକ ଏବଂ ଅର୍ଥନୈତିକ ଗୁରୁତ୍ୱ ହେତୁ ଶତ୍ରୁ ରାଷ୍ଟ୍ରର ନଜରରେ ରହିଛି। ସେଗୁଡ଼ିକ ହେଲା ବାଲେଶ୍ୱରର ଚାନ୍ଦିପୁରରେ ଥିବା ITR ବା ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ। ଏହା ଭାରତର ମୁଖ୍ୟ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର। ଏଠାରେ ଅଗ୍ନି, ବ୍ରହ୍ମୋସ ଓ ଅନ୍ୟାନ୍ୟ କ୍ଷେପଣାସ୍ତ୍ର ପରୀକ୍ଷଣ ହୁଏ। ଏହା ଯୁଦ୍ଧ ସମୟରେ ଶତ୍ରୁପକ୍ଷର ପ୍ରାଥମିକ ଟାର୍ଗେଟ ହୋଇପାରେ। ଏହାପରେ ପାରାଦୀପ ବନ୍ଦର ଭାରତର ଏକ ପ୍ରମୁଖ ବନ୍ଦର, ଯାହା ତୈଳ ବିଶୋଧନାଗାର ଏବଂ ବାଣିଜ୍ୟିକ କାର୍ଯ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେଉଛି ପାରାଦୀପ ବନ୍ଦର। ଏହାକୁ ଆକ୍ରମଣ କରି ଶତ୍ରୁ ଆମ ଦେଶର ଅର୍ଥନୀତିକୁ ଦୁର୍ବଳ କରିବାକୁ ଚେଷ୍ଟା କରିପାରେ। ପାରାଦୀପ ପରେ ରାଜ୍ୟର ରାଜଧାନୀ ଭୁବନେଶ୍ୱର, ଏହାର ବିମାନ ବନ୍ଦର ଏବଂ ସରକାରୀ ଅନୁଷ୍ଠାନଗୁଡ଼ିକ ମଧ୍ୟ ଟାର୍ଗେଟ ହୋଇପାରେ। ରାଉରକେଲା ଓ କଳିଙ୍ଗନଗର ଶିଳ୍ପ କ୍ଷେତ୍ର ହିସାବରେ ପରିଚିତ, ଯେଉଁଠାରେ ବୃହତ ଇସ୍ପାତ କାରଖାନାଗୁଡ଼ିକ ରହିଛି। ଏହାକୁ ଆକ୍ରମଣ କରି ଶିଳ୍ପ ଉତ୍ପାଦନକୁ ବାଧା ସୃଷ୍ଟି କରିପାରେ ପାକିସ୍ତାନ। ଗୋପାଳପୁର ବନ୍ଦର ଏବଂ ନିକଟବର୍ତ୍ତୀ ସାମରିକ ଅଞ୍ଚଳ ମଧ୍ୟ ସମ୍ଭାବ୍ୟ ଟାର୍ଗେଟରେ ରହିପାରେ। ଏଥିପାଇଁ ପାକିସ୍ତାନର ଆଧୁନିକ କ୍ଷେପଣାସ୍ତ୍ର ଭଣ୍ଡାର ମଧ୍ୟରେ କେତେକ ଓଡ଼ିଶା ପର୍ଯ୍ୟନ୍ତ ପହଞ୍ଚିବାର କ୍ଷମତା ରହିଛି। ସେହି କ୍ଷେପଣାସ୍ତ୍ର ଗୁଡ଼ିକ ହେଲା ସାଇନ୍-2। ଏହାର ବିଶେଷତା ହେଉଛି ଯେ ଏହା ଏକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର, ଯାହାର ପରିସର ବା ଯାହାର ରେଞ୍ଜ ହେଉଛି 2500 କିଲୋମିଟର। ଏହା ପରମାଣୁ ଅସ୍ତ୍ର ବହନ କରିବାରେ ମଧ୍ୟ ସକ୍ଷମ। ଏହା ମଲ୍ଟିପୁଲ ଇଣ୍ଡିପେଣ୍ଡେଣ୍ଟଲି ଟାର୍ଗେଟେବୁଲ ରି-ଏଣ୍ଟ୍ରି ଭେହିକିଲ୍ ସହିତ ସଜ୍ଜିତ ହୋଇପାରେ। ଚାନ୍ଦିପୁର ଏବଂ ଭୁବନେଶ୍ୱର ଭଳି କେନ୍ଦ୍ରକୁ ଟାର୍ଗେଟ କରିବା ପାଇଁ ଏହା ଉପଯୁକ୍ତ। ସାଇନ୍-3 ଏହାର ପରିସର 2750 କିଲୋମିଟର। ଏହା ପାକିସ୍ତାନର ସବୁଠାରୁ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର। ଏହା ପରମାଣୁ ଏବଂ ସାମରିକ ଅସ୍ତ୍ର ବହନ କରିପାରେ। ପାରାଦୀପ ଏବଂ ଗୋପାଳପୁର ଭଳି ଉପକୂଳ ଅଞ୍ଚଳକୁ ଆକ୍ରମଣ ପାଇଁ ଏହା ସକ୍ଷମ। ଏହାପରେ ରହିଛି ପାକିସ୍ତାନର ବାବର। ଏହା ଏକ କ୍ରୁଜ୍ କ୍ଷେପଣାସ୍ତ୍ର, ଯାହାର ପରିସର 700ରୁ 1000 କିଲୋମିଟର। ଏହା ନିମ୍ନ ଉଚ୍ଚତାରେ ଉଡ଼ି ରାଡାରକୁ ଏଡ଼ାଇବାରେ ସକ୍ଷମ ବୋଲି ପାକିସ୍ତାନ ଦାବି କରିଛି। ଏହା ପାରମ୍ପରିକ ଏବଂ ପରମାଣୁ ଅସ୍ତ୍ର ବହନ କରିପାରେ। ରାଉରକେଲା ଏବଂ କଳିଙ୍ଗନଗର ଭଳି ଶିଳ୍ପାଞ୍ଚଳକୁ ନିର୍ଦ୍ଦିଷ୍ଟ ଆକ୍ରମଣ ପାଇଁ ଏହା ସକ୍ଷମ। ପାକିସ୍ତାନର ଅନ୍ୟ ଏକ ମଧ୍ୟମ ପରିସରର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ହେଉଛି ଗୌରୀ। ଏହା 1500ରୁ 1800 କିଲୋମିଟର ପର୍ଯ୍ୟନ୍ତ ଆକ୍ରମଣ କରିପାରେ। ଏହି ଆକ୍ରମଣ କରିବା ପାଇଁ ଏହି ଗୌରୀ କ୍ଷେପଣାସ୍ତ୍ର ପରମାଣୁ ଅସ୍ତ୍ର ବହନ କରିପାରେ। ଏହାର ନିର୍ଦ୍ଦିଷ୍ଟତା ସାଇନ୍ ଅପେକ୍ଷା କମ୍ ରହିଛି। ବୃହତ ଅଞ୍ଚଳକୁ ଆକ୍ରମଣ କରିବା ପାଇଁ ଯେପରି ଭୁବନେଶ୍ୱର ଏବଂ ଆଖପାଖ ଅଞ୍ଚଳ ମଧ୍ୟ ଟାର୍ଗେଟରେ ରହିଛି। ଓଡ଼ିଶାର ଏହିସବୁ ପ୍ରତିଷ୍ଠାନଗୁଡ଼ିକୁ ସୁରକ୍ଷା ଦେବା ପାଇଁ ଯେଉଁ ବ୍ୟବସ୍ଥା ରହିଛି, ସେଗୁଡ଼ିକ ମଧ୍ୟରେ ଭାରତୀୟ ବାୟୁସେନା ଆକାଶ କ୍ଷେପଣାସ୍ତ୍ର ବ୍ୟବସ୍ଥା ମୁତୟନ କରିଛି, ଯାହା ଶତ୍ରୁର କ୍ଷେପଣାସ୍ତ୍ର ଏବଂ ବିମାନକୁ ଧ୍ୱଂସ କରିପାରେ।
यह चांदीपुर एवं पारादीप भली अंचल रे सक्रिय रही। भारत रूसिया ठारू आनिथिबा S-400 वायु प्रतिरक्षाकारी व्यवस्था जहाँ 400 किमी परिसर रे क्षेपणास्त्र विमान को ध्वंस करि पारे। यार किछि झलक गतकाली राति रे पाकिस्तानी सेना देखि पारिछि। भारतर DRDO द्वारा विकसित बालास्टिक क्षेपणास्त्र प्रतिरक्षा व्यवस्था साइन एवं गौरी भली क्षेपणास्त्र को मध्यवर्ती पर्यायर ध्वंस करि पारे। यह चांदीपुर एवं भुवनेश्वर भली गुरुत्वपूर्ण अंचल रे मुतयन करा जाय पारे। पारादीप एवं गोपालपुर निकट में भारतीय नौसेनार युद्ध जहाज एवं सबमरीन मुतयन रही। यह समुद्र पथरे शत्रुर आक्रमण को प्रतिहत करि पारे। शिल्प सुरक्षा बाहिनी अस्त्र शस्त्र तालीम पाई सज्जित हो रही। ओडिशा सरकार सामरिक शिल्प एवं प्रशासनिक अंचल गुड़ी को युद्ध परिस्थिति रे पाकिस्तान भली शत्रु राष्ट्र टार्गेट रु बचिया अनेक व्यवस्था करिसेंती। पाकिस्तान साइन बाबर गौरी भली क्षेपणास्त्र भारतर वायु प्रतिरक्षा बालास्टिक क्षेपणास्त्र प्रतिरक्षा नौसेना एवं ओडिशार स्थानीय सुरक्षा व्यवस्था यही आक्रमण को प्रतिहत करने को सक्षम बोली सरकार सूचना देइछंती।